ଅକ୍ଷୟ ଆଚାର୍ଯ୍ୟ ଜଣେ ଦୃଢ଼ମନ ବ୍ୟକ୍ତିତ୍ୱ ଥିଲେ। ସେ ଛାତ୍ର ଜୀବନରୁ କଂଗ୍ରେସ ଦଳ ସହିତ ତାଙ୍କର ଘନିଷ୍ଠ ଥିଲା। ତାଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ, ଶ୍ୱଶୁର ବି ଜଣେ ସ୍ୱାଧୀନତା ସଂଗ୍ରାମୀ। ସେ ସାହିତ୍ୟ ଗ୍ରାଜୁଏଟ୍, LLB କରିକି ନୀଳଗିରି ଯେତେବେଳେ ଓକିଲାତି ଆରମ୍ଭ କଲେ ସେତେବେଳେ ସେ କଂଗ୍ରେସ କାର୍ଯ୍ୟକ୍ରମ ଭିତରକୁ ଆସିଲେ। ସେତେବେଳକୁ ସରପଞ୍ଚ ହେଇସାରିଥାଏ 75 ମସିହାରେ। ଯେତେବେଳେ ଆସିଲେ ଯେ ସେ 80 ମସିହାର ଟିକେଟ୍ ପାଇଲେ, କଂଗ୍ରେସ ଟିକେଟ୍। ସେତେବେଳେ ତାକୁ କୁହାହେଉଥିଲା ଇନ୍ଦିରା କଂଗ୍ରେସ କୁହାହେଉଥିଲା ବା ଶାସକ କଂଗ୍ରେସ କୁହାହେଉଥିଲା। ହାତ ଚିହ୍ନ ସେତେବେଳେ ଆସିଲା। ସେତେବେଳେ ଅକ୍ଷୟ ଆଚାର୍ଯ୍ୟ ଦୀର୍ଘ ଦିନର ବ୍ୟବଧାନ ପରେ କଂଗ୍ରେସ ନୀଳଗିରିର ନିର୍ବାଚନ ଜିତିପାରୁନଥିଲା। ସେ ପ୍ରଥମ ଥର ଜିତି ଇତିହାସ ସୃଷ୍ଟି କଲେ। ବାମପନ୍ଥୀମାନଙ୍କ ଦୁର୍ଗ ଥିଲା, ତାକୁ ଧୂଳିସାତ ହେଇଗଲା। ସେହିଦିନଠାରୁ କଂଗ୍ରେସର ମୂଳ ପିଢ଼ି ଅକ୍ଷୟ ଆଚାର୍ଯ୍ୟ ପକାଇଥିଲେ। ସେ ଜଣେ ଦକ୍ଷ ଉଦ୍ୟମାନ ଯୁବନେତା ଥିଲେ। ସବୁବେଳେ ତାଙ୍କର ଭାରି ଭୋକ ଥିଲା ଅଞ୍ଚଳର କିଛି ଉନ୍ନତି କରିବା। କୌଣସି କଥାରେ ସାଲିସ କରନ୍ତି ନାହିଁ ଏବଂ କେମିତି ହେଇପାରିବ ନହେବ ଏମିତି ଶବ୍ଦ ତାଙ୍କ ପାଖରେ କିଛି ନାହିଁ। ବିଭିନ୍ନ କଥାରେ ମୁଁ ତାଙ୍କ ପାଖକୁ ଯାଇଛି, କାରଣ ସମସାମୟିକ ବୟସ ତାଙ୍କର ମୋର 1952 ମସିହାର ଜନ୍ମ, ସେ 50 ମସିହାର ଜନ୍ମ। ଯେ ଆମେ ଅନ୍ତର ଭାବରେ ଅଦ୍ୟାବଧି ମୋତେ ଗତ 30 ତାରିଖ ଦିନ 8ଟା 10 ମିନିଟ୍ରେ ମୋତେ ଭୁବନେଶ୍ୱର ଫୋନ୍ କରୁଥିଲେ, ବିଭିନ୍ନ ସମସ୍ୟା ସମାଧାନ ଆଲୋଚନା କରୁଥିଲେ। ସେ ଜଣେ ଦକ୍ଷ ରାଜନୀତିଜ୍ଞ, ପ୍ରଶାସକ ବା ପ୍ରଜାବତ୍ସଳ କହିଲେ ଅତ୍ୟୁକ୍ତି ହେବନି। ସେ ବିଭିନ୍ନ ସମୟରେ ବିଭିନ୍ନ କାମ କରିଛନ୍ତି। ନୀଳଗିରିର ବିକାଶ କରିଛନ୍ତି। ନୀଳଗିରିର ଯେଉଁ ପ୍ରାନ୍ତର ଯେଉଁ ଟେକାଟିଏ ମାରେ ସେଠି ଅକ୍ଷୟ ଅକ୍ଷୟ ଶବ୍ଦ ଆସିବ। ତାର କାରଣ ହେଉଛି ରାଡ଼ାର ଅକ୍ଷୟ ଆଚାର୍ଯ୍ୟ କରିଛନ୍ତି, ସ୍ୱର୍ଣ୍ଣଚୂଡ଼ ଅକ୍ଷୟ ଆଚାର୍ଯ୍ୟ କରିଛନ୍ତି, ରିଷିଆ ଡ୍ୟାମ୍ ଅକ୍ଷୟ ଆଚାର୍ଯ୍ୟ କରିଛନ୍ତି, ନୀଳଗିରିର ଦମକଳ କେନ୍ଦ୍ର ଅକ୍ଷୟ ଆଚାର୍ଯ୍ୟ କରିଛନ୍ତି। ନୀଳଗିରିର ଆମର ଯେତେ PWFC କୁହନ୍ତୁ, RDFC କୁହନ୍ତୁ, DIFC କୁହନ୍ତୁ, ଯେତେ ସବୁ ଅକ୍ଷୟ ଆଚାର୍ଯ୍ୟଙ୍କର ସ୍ରଷ୍ଟା ସେ କରିଛନ୍ତି। ଆମର ବିଶେଷ କରି ଔପଦା ବ୍ଲକ ଭୌଗୋଳିକ ଦୃଷ୍ଟିରୁ ଯେ ନୀଳଗିରି ଠାରୁ ଭାରି ବିଚ୍ଛିନ୍ନ 60 କିଲୋମିଟର ଦୂର ହେଡ଼କ୍ୱାର୍ଟର। ସେ ସେତେବେଳେ ମୁଁ ତ ପ୍ରଥମେ ସରପଞ୍ଚ ଥାଏ 75 ମସିହାରେ। ସେତେବେଳେ ଆମେ ଚାଲି ଚାଲି ଔପଦା ଯାଉଥିଲୁ। ଗୋଟେ ଷ୍ଟ୍ରକ୍ଚର ବି ଥିଲାନି, ଏତେ ଖାଲ ଖମାର ଭର୍ତ୍ତି ହେଇଥିଲା। ବଡ଼ପୁର ଅଗିରାପଦା 12 କିଲୋମିଟର, ବଡ଼ପୁର ଔପଦା 12 କିଲୋମିଟର। ସେତେବେଳେ ମୁଁ ଅଭିଭକ୍ତ ବଡ଼ପୁର ସରପଞ୍ଚ ଥାଏ। ବଡ଼ପୁର ଅଗିରାପଦା ଦୁଇଟା ଗୋଟେ ପଞ୍ଚାୟତ ଥିଲା। ଏବେ ତାଙ୍କ ଉଦ୍ୟମରେ 83 ମସିହାରେ 2ଟା ପଞ୍ଚାୟତ ହେଇଛି। ସେତେବେଳେ ତୁରଡ଼ା ଦେଇକି ଆମେ ବୁଲିକି ସାଇକେଲ ବଜାଇକି ବସରେ ଯାଉଥିଲୁ। ଯେ ସେ ପ୍ରଥମେ ଷ୍ଟ୍ରକ୍ଚର ଆରମ୍ଭ କଲେ। ସେତେବେଳେ କ୍ରାସ୍ ଯୋଜନା ଗୋଟେ ଆସିଥିଲା। ସେ ଯୋଜନାରେ ସେ ପ୍ରଥମେ ଷ୍ଟ୍ରକ୍ଚରଟା ତିଆରି କଲେ, ତାପରେ ହୁମ୍ପାଇ ପଡ଼ିଲା, ରାସ୍ତା ହେଲା। ବର୍ତ୍ତମାନ ବହୁତ ରାସ୍ତାର ଚିତ୍ର ବଦଳି ଯାଇଛି। ବଡ଼ପୁକୁର ଯେ ସେ ଗୋଟେ ଆୟୁର୍ବେଦିକ ଡିସ୍ପେନ୍ସରୀ କରାଇଲେ, ମୋତେ ମୋ ପରାମର୍ଶ କ୍ରମେ ବ୍ୟାଙ୍କ କରାଇଲେ, ଇଲେକ୍ଟ୍ରିଫିକେସନ୍ କରାଇଲେ, ଆମର ଟେଲିଫୋନ୍ କରାଇଲେ। ସେତେବେଳେ ସବୁ ଅକ୍ଷୟ ଆଚାର୍ଯ୍ୟ ହିଁ କରିଥିଲେ ସେ ଦାୟିତ୍ୱ ନେଇକି। ଏବଂ ଅଗିରାପଦାର ଅକ୍ଷୟ ସାଗର କୁହନ୍ତୁ, ଅକ୍ଷୟ ME ସ୍କୁଲ କୁହନ୍ତୁ, ଏବଂ ଯେଉଁଠି ଖୋଜିବେ, ଯେଉଁଠି ଟେକା ମାରିଦେବେ ଅକ୍ଷୟ ନାଁରେ ବାଜିବ, ଏତେ ସେ ଜନପ୍ରିୟ ନେତା ଥିଲେ। ସମସ୍ତଙ୍କ ଉପକାର ଆସୁଥିଲେ। ସମୟାନୁକ୍ରମେ ସେ ଜଣେ ଭଲ ଲୋକ ଥିଲେ, ଭାରି ସ୍ନେହୀ ଦରଦୀ ମଣିଷ ଥିଲେ। କିନ୍ତୁ ପରିତାପର ବିଷୟ, ରାଜନୀତି ଗୋଟି ଚାଳନାରେ ସେ ଆପାତତଃ ଯେ ଟିକେ ନିଷ୍ପ୍ରଭ ହେଇଗଲେ। ଯେ କାହିଁକି ନା ବହୁ ଲୋକ ସପ୍ତରଥୀ ମାରିଲା ଭଳିଆ ଏକ ଅଭିମନ୍ୟୁକୁ ତାଙ୍କୁ ଚାରିକଡ଼ୁ ଯୋଜନା କରି ଛନ୍ଦିଦେଲେ। ଯେଉଁଥିପାଇଁକି ସେ ଯେତେ ଥର ନିର୍ବାଚନ ଠିଆ ହେଲେ 80ରୁ 2000 ଭିତରେ 3 ଥର ଟିକେଟ୍ ମିଳିଥିଲା। 80 ମସିହାରେ ଜିତିଥିଲେ, 85ରେ ମିଳିଥିଲେ, ନିଶ୍ଚୟ ଜିତନ୍ତେ, ଏଟା କେହି ଅସ୍ୱୀକାର କରିପାରିଥାନ୍ତେ। ସେତେବେଳେ ଇନ୍ଦିରା ଗାନ୍ଧୀଙ୍କର ଦେହାନ୍ତ ହେଇଥିଲା। କିନ୍ତୁ ବାହାର ଲୋକଙ୍କୁ ଟିକେଟ୍ ଆଣିକି ଦେଲେ। ସେ ବି କଂଗ୍ରେସ ବ୍ୟାନର ଜିତିଗଲେ। 90 ମସିହାରେ ତାଙ୍କୁ ଟିକେଟ୍ ଦେଲେ। ଯେଉଁଥର ଆମର ମାନ୍ୟବର ଚିତ୍ତ ଷଡ଼ଙ୍ଗୀ ବିଧାୟକ ହେଲେ। କିନ୍ତୁ ସେମାନେ ଚିତ୍ତ ଷଡ଼ଙ୍ଗୀ ଏବଂ ପ୍ରଦୀପ ପଣ୍ଡା 31,000 ଭୋଟ୍ ପାଇଲା ବେଳେ ସେ ବି 26,000 ଭୋଟ୍ ପାଇଥିଲେ। କଂଗ୍ରେସ ଦଳର ଯେତେବେଳେ ଓଡ଼ିଶାର ମାତ୍ର 10ଟା ସିଟ୍ କଂଗ୍ରେସ ଜିତୁଛି, ସେତେବେଳେ ସେ ବି 26,000 ଭୋଟ୍ ପାଇଥିଲେ। ଏବଂ ତାଙ୍କୁ 95 ମସିହାରେ ଟିକେଟ୍ ଦିଆଗଲା ଏବଂ ସେ ପୁନର୍ବାର ଜିତିଲେ। ତାପରେ 2000 ମସିହା ବେଳକୁ ବ୍ୟତିକ୍ରମ ଆସିଲା, ତାଙ୍କୁ ଆଉ ଟିକେଟ୍ ମିଳିଲା ନାହିଁ। କଂଗ୍ରେସ ଭିତରେ ତାଙ୍କୁ ଉପର ଆଡ଼ୁ ଯେଉଁମାନେ ରହିଲେ ନେତୃତ୍ୱ, ସେମାନେ ତାଙ୍କୁ ଠିକ୍ ଢଙ୍ଗରେ ବିଚାରକୁ ନେଇପାରିଲେନି। ଯେଉଁଥିପାଇଁକି ଯେ ନୀଳଗିରିର କଂଗ୍ରେସଟା ଧୀରେ ଦୁର୍ବଳ ହେବା ପାଇଁ ଲାଗିଲା।
ତାଙ୍କ 1924 ମସିହା ଟିକେଟ୍ ଦେଲେ, ଯେଉଁଥରେ କି କଂଗ୍ରେସର ଅବସ୍ଥା ଭାରି ସଙ୍ଗୀନ ଥିଲା। ସେତେବେଳେ କଂଗ୍ରେସର ଷ୍ଟ୍ରକ୍ଚର ନଥିଲା, ବହୁତ କମିଯାଇଥିଲା, ଯେଉଁଥିରେ ସେ ନିର୍ବାଚନରେ ବିଜୟୀ ହୋଇପାରିଲେ ନାହିଁ। ଏଇଟା ତାଙ୍କ ଦେହାନ୍ତ ପରେ ଯେଉଁମାନେ କି ତାଙ୍କର କଟ୍ଟର ବିରୋଧୀ, ମୁଁ କାଲି ସକାଳେ ଯାଇ ଦେଖେ, ସମସ୍ତେ ତାଙ୍କ ଆଗରେ ଦଣ୍ଡାୟମାନ, ସମସ୍ତଙ୍କ ଆଖି ଲୁହ ଛଳ ଛଳ। ସମସ୍ତେ ବର୍ତ୍ତମାନ ଯେ ବିଦ୍ୟମାନ ବିଧାୟକ, ଯେ ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ପ୍ରଦ୍ୟୁତ ପଣ୍ଡା ଠାରୁ ଆରମ୍ଭ କରିକି ସମର ଦାସ ଯେ ବ୍ଲକ ଚେୟାରମ୍ୟାନ୍ ଥିଲେ, ପ୍ରାୟ ନୀଳଗିରିର ଯେତେ ନେତୃବୃନ୍ଦ, ଜନସାଧାରଣ ତାଙ୍କ ଘର ପାଖରେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ କରୁଛନ୍ତି। ଏଇଟା ହିଁ ତାଙ୍କର ବଡ଼ କୃତିତ୍ୱ। ଏ ଜନମାନସରେ ସେ ରହିଛନ୍ତି, ସେ ଜନତା ତାଙ୍କୁ ଗ୍ରହଣ କରିଛନ୍ତି ଏବଂ ସେ ବହୁତ ସ୍ନେହୀ ମେଳାପି ଥିଲେ। ତାଙ୍କର ରାଗ ଛଳ କିଛି ନଥିଲା। ଯେତେବେଳେ ନୀଳିର ଲାଠିଚାର୍ଜ ହେଇଥିଲା, ତାପରେ ତାଙ୍କ ଶ୍ୱଶୁରଙ୍କ ବେକରେ ଲୋକ ମାଳ କରିକି ଅଇଁଠା ପତ୍ର ଟାଙ୍ଗିଥିଲେ, ତଥାପି ବି ସେ ଶୋଇଯାଇଥିଲେ, ତାଙ୍କର କିଛି କ୍ଷତି କରିନଥିଲେ। ଏବଂ ସେ ବହୁତ ଧୈର୍ଯ୍ୟବାନ ଲୋକ ଥିଲେ, ତାଙ୍କର ଅସୀମ ଧୈର୍ଯ୍ୟ, ଯେ ଯାହା କହିଲେ ସବୁ ସହିଯାଆନ୍ତି ଏବଂ ଜନତାର କାମ କରିବା ପାଇଁ ଏତେ ସେ ନିୟୋଜିତ ଥାନ୍ତି ଯେ ତା କହିବା ବାହୁଲ୍ୟ ହେବ। ଆପଣଙ୍କର ଯେ ସେ ଜଣେ ଭଲ ପ୍ରଶାସକ ମଧ୍ୟ ଥିଲେ। କୌଣସି ସରକାରୀ ଅଫିସରଙ୍କୁ ସେ ଶୋଇବା ପାଇଁ ଦିଅନ୍ତିନି, ସେ କାମ କରି ସାରିଲା ପରେ ଯେଉଁ କଥା, ଗୋଟେ ଉଦାହରଣ ସ୍ୱରୂପ କହୁଛି ଯେ ଆମର ବଡ଼ ପୋଖରୀର ମଦନ ମୋହନ ଦାସ ବୋଲି ମୋର ଜଣେ ବନ୍ଧୁ ଅଛନ୍ତି। ତାଙ୍କର ଇଲେକ୍ଟ୍ରିଫିକେସନ୍ ପାଇଁ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଗୋଟେ ଗଡ଼ବଡ଼ କରୁଥାଏ, ଖୁଣ୍ଟ ଫୁଣ୍ଟ ପଡ଼ିଥାଏ, ସେମାନେ କରୁନଥାନ୍ତି। ସେତେବେଳେ ସେ ଥାନ୍ତି ବିଧାୟକ ଥାନ୍ତି। ମୁଁ ସେ ମଦନ ଦାସ ମୁଁ ଦୁଇ ଜଣ ଯାଇ ପହଞ୍ଚିଲୁ ତାଙ୍କ ପାଖର ଏବଂ ସେ ସାଙ୍ଗେ ସାଙ୍ଗେ ସେ ଏଡ଼ିଓଙ୍କୁ ଡାକିଲେ। ତାଙ୍କ ସେତେବେଳେ ରାଣୀକୋଟରେ ସେ ଅଫିସ୍ କରୁଥାନ୍ତି, ଡାକିଲେ। ସେ ଆସିଲେ, ଆସିଲା ପରେ କହିଲେ ଆପଣ କାହିଁକି ତାଙ୍କୁ କରିନାହାନ୍ତି? ନା ସାର୍ କରିଦେବା କଥା ନୁହେଁ, ମୁଁ ଆଜି ଯାଉଛି CM ଯିବି ଦିଲ୍ଲୀ ଫ୍ଲାଇଟ୍ରେ ଏତେଟା ବେଳକୁ, ମୁଁ ତାଙ୍କ ପାଖରେ ପହଞ୍ଚିକି ତୁମ ବ୍ୟବସ୍ଥା କରିଦେଉଛି ଯେ ତୁମେ ଏଇଠୁ କେମିତି ତୁମ କ'ଣ କରାଯିବ, ତୁମେ ସେତେବେଳେ ତାପରେ ଫଳ ଭୋଗିବ। ତୁମେ ମୁଁ 3 ଦିନ ଭିତରେ ମୁଁ ଯାଇକି ପହଞ୍ଚିବି, ଯଦି ସେତେବେଳେ ଉଦ୍ଘାଟନ ମୁଁ ନିଜେ କରିବି। କେତେ କାର୍ଯ୍ୟ ଦକ୍ଷତା ତାଙ୍କର। ସାଙ୍ଗେ ସାଙ୍ଗେ ଏ କ'ଣ ହେଲା ନା ଆମେ ଘର ପହଞ୍ଚିନୁ ବାଇକ୍ରେ ଆସିକି, ମୋର ରାତି ଗାଡ଼ିଟେ ଥାଏ, ସିଏ ଆସିକି ଇଲେକ୍ଟ୍ରିକରେ ପହଞ୍ଚି ଘର କାମ ଆରମ୍ଭ କରିଦେଲେଣି। ଆଉ ଗୋଟେ ଉଦାହରଣ, ଆମର ବଡ଼ପୁରୀ ପଞ୍ଚାୟତ ସୀମାରେ ଦୁର୍ଗାପୁର ଏକ ବାବାଜୀ ଅଲେଖ ବାବାଜୀ ମଠ ଅଛି। ସେତେବେଳେ କାତ ଭଳିଆ ଲୋକ ବି ଥାଆନ୍ତି, ଯେଉଁମାନେ କି ଦମଦାର ନେତା, ସେମାନେ ଫରେଷ୍ଟର ଘର କରିତେ ଦେଉନଥାନ୍ତି। ମୁଁ ଯେ କେତେବେଳେ ତା ବାହାର ପହଞ୍ଚିଲି, ମୁଁ କିନ୍ତୁ ଏମିତି କଥା, ଆମର କାନ ଯେ ସରପଞ୍ଚ ଥିଲେ ମୋ ସାଙ୍ଗେ ଯାଇଲେ, ଆମେ ସାଙ୍ଗେ ଯାଇ ପହଞ୍ଚିଲୁ ଯେ କ'ଣ କରିବାକୁ କହୁ, ଏମିତି କଥା କରତେ ଦେଉନାହାନ୍ତି। ସେଠୁ ସେ ରେଞ୍ଜରକୁ ଟେଲିଫୋନ୍ କଲେ, କହିଲେ କ'ଣ କଥା? ନା ଆଜ୍ଞା ଏଇଟା ରିଜର୍ଭ ଭିତରେ। କ'ଣ ରିଜର୍ଭ? ଗଛ ଫଟ କାଟି ସବୁ ବିକି ଖାଇଦେଉଛ, ରିଜର୍ଭ ଭିତରେ ଅଛି। ତୁମେ ଏଠି 8 ଦିନ ଖଣ୍ଡେ ସିଆଡ଼େ ନ ଯାଅ, ଷ୍ଟାଫ୍ମାନେ ମନା କଲେ ଯିବେନି, ସେ ଘରଟା କରିଦିଅନ୍ତୁ। ବିଶ୍ୱାସ କରିବେନି, ସେ ଘର ହେଇଗଲା। ବର୍ତ୍ତମାନ ସେଠି ମଠ ମନ୍ଦିର ଚାଲିଛି, ଜନସମାଗମ ହେଉଛି, ଲକ୍ଷ ଲକ୍ଷ ଲୋକଙ୍କ ପାଦ ସେଠି ପଡ଼ୁଛି। ତେଣୁ ବହୁତ କଥା ସେ ସାହସର ସହିତ, ଦକ୍ଷତାର ସହିତ କାର୍ଯ୍ୟ କରନ୍ତି।